ହାଏ ମୁଁ ଆଜି ବାହାରି ପଡ଼ିଛି ସକାଳୁ ସକାଳୁ ଭାଉଜଙ୍କ ଘରକୁ। ସେଠି ଯାଉ ଯାଉ ଫାଷ୍ଟ ଭାଉଜ ଆସି ଗେଟ୍ ପାଖରେ ଠିଆ ହିଁ ୱେଲକମ୍ ଫାଷ୍ଟ ମୋତେ କରିଦେଇଛନ୍ତି। ଟିକେ ହାଏ କରିଦେଇ ସେଠି ପଳେଇଲୁ। ବଡ଼ବାପା ତାଙ୍କର କାଟିବାରେ ବ୍ୟସ୍ତ ଭୋଗ ପାଇଁ। ଏଠି ବଡ଼ ବୋଉ ପିଠା ଛାଣିବାରେ ବ୍ୟସ୍ତ। ପୁରା ବ୍ୟସ୍ତରେ ଦିନ କଟିଗଲା। ଭାବିଜାନ ପଳେଇ ଆସିଲେ ରୋଷେଇ କରିବାକୁ। ସେଠି ରୋଷେଇ କରୁଛନ୍ତି। ତାପରେ ଆମେ ଟିକେ ଯାଇକିରି ନଡ଼ିଆ କରିବାକୁ ଗଲାବେଳକୁ ବଡ଼ବାପା ନଡ଼ିଆ ସବୁ ଫଟେଇ ଦେଲେ। ତାପରେ ଆମେ ନଡ଼ିଆ କରିବା ଷ୍ଟାର୍ଟ କରିଦେଲୁ। ସେଠି ଭାଉଜ ମୋର ଗପସପ କରୁ କରୁ ହସି ହସି ସେଠି ଦିନ ପଳେଇଲା। ତାପରେ ଟିକେ ମୁଡ଼ ହେଲା ବେଳକୁ ତାପରେ ସମସ୍ତେ ପଳେଇ ଆସିଲେ ପିଠା ଗଢ଼ିବାରେ। ପୂଜା ପାଇଁ ଯେହେତୁ ପିଠା ଲାଗିବ ସେଠି ଗଢ଼ିବାରେ। ତା ଭିତରେ ଆମେ ଟିକେ ମଜାମସ୍ତି ଭାଉଜ ନଣନ୍ଦ ଟିକେ ହେଇଗଲୁ। ଟିକେ ଦୋଳି ଖେଳିଦେଲୁ। ସେଠି ଟିକେ ଗପସପରେ ଦିନ ପଳେଇଲା। ମଜାମସ୍ତି ଭିତରେ ସାଡ଼େ ପୂଜା ସରିଆ ହେଇଗଲା ବେଳକୁ ଆମର ବି ପିଠା ଛଣାଛଣି ହେଇଗଲା। ତାପରେ ମୋତେ ବି ଟିକେ କହିଲେ ପିଠା ଛାଣି ଦେବାକୁ। ମୁଁ ବି ଟିକେ ସାହାଯ୍ୟ କରିଦେଲି ସମସ୍ତଙ୍କୁ। ତାପରେ ସେଠି ସରିଲା ପରେ ଫାଇନାଲି ଆମ ପିଠା ସରିଗଲା। ଏବେ ଆମେ ପୂଜା କତିକି ଚାଲିଗଲୁ। ସେଠି ପୂଜା ଶେଷ ହେଇଗଲା ପରେ ନନା ଆସି ଟିକେ ପ୍ରବଚନ ଦେଇଦେଲେ। ତାଙ୍କ କତୁରୁ ପାଦ ଧରି ନେଇକି ଟିକେ ପ୍ରବଚନ ଶୁଣିଦେଲୁ। ଅନନ୍ତ ବର୍ତ୍ତଙ୍କର କଥା ସବୁ ତାଙ୍କ କତୁରୁ ଶୁଣି ସାରିଲା ପରେ ଏବେ ଆମେ ଖାଇବାକୁ ବସିଗଲୁ। ସାଙ୍ଗସାଥି ବହୁତ ମଜାମସ୍ତି କଲୁ। ଖାଇ ପିଇକିରି ବାଟେ ଘରକୁ ପଳେଇ ଆସିଲୁ ଭାଉଜ ମୋର।